এই দেখো মা, এই হচ্ছে বাবা সারথীর আশ্রম। ଏ ଆଶ୍ରମଟା କେଡ଼େ ସୁନ୍ଦର ଦେଖାଯାଉଛି। ସୁନ୍ଦର, ଅତି ସୁନ୍ଦର। ବାବା, ଆପଣ କିଛି କହିଲେ ବାବା? ନା, ଆଜି ତମେ କିଛି କହିବନି, ଖାଲି ମୁଁ କହିବି ଆଉ ତମେ ଖାଲି ଶୁଣି ଚାଲିବ। ଠିକ ଅଛି ବାବା। ଆଜି ହଉଛି ଅଶ୍ଲେଷା ନକ୍ଷତ୍ର, ହଁ ପୂର୍ଣ୍ଣମୀ ତିଥି, କର୍କଟ ରାଶି, କର୍କଟ ଲଗ୍ନ। ଭାଗ୍ୟ ଭାଗ୍ୟ ଅଧିପତି ରାହୁ ନବମ ସ୍ଥାନରେ ଅବସ୍ଥାନ କରିଛନ୍ତି। ହଁ ବାବା। ଠିକ୍ ଏହି ସମୟରେ ଋଷି ପରଶୁର ଗଙ୍ଗା ନଦୀ ପାର ହୋଇଛନ୍ତି ଆଉ ନୌକା ଚାଳନା କରିଥିଲେ ମତ୍ସ୍ୟଗନ୍ଧା ସତ୍ୟବତୀ। ହେଲେ ମା, ଋଷି ଗଣନା କରି କହିଲେ ଏଇ ହଉଛି ଶୁଭ ସମୟ, ଶୁଭ ମୁହୂର୍ତ୍ତ। କୌଣସି ନାରୀ ପୁରୁଷ ଯଦି ସଂଯୋଗ କଲେ ଏକ ଯୁଗ ଜନ୍ମ ପୁତ୍ର ଜନ୍ମ ହବ। ତାପରେ କ'ଣ ହେଲା ବାବା? এই ଦୁନିଆରେ କାହାକୁ କହିବା ଆଗରୁ ସମୟଟା ସବୁ ସମାପ୍ତ ହେଇଯିବ ମା। ସେଥିପାଇଁ ଋଷି ପରଶୁର ସତ୍ୟବତୀଙ୍କୁ ସବୁ ବୁଝାଇ କହିଲେ ହଁ ଆଉ ସତ୍ୟବତୀ ବି ରାଜି ହୋଇଗଲେ। ହେଲେ କ'ଣ ଜାଣିଛ, ପ୍ରଭାତ ସମୟ, ହଁ ବାବା। ଗଙ୍ଗା ନଦୀ ଦୁଇ କୂଳରେ ଲୋକ। ହଁ ସତ୍ୟବତୀ ଋଷି ପରଶୁର ସହିତ ମିଳନ ହେବାକୁ ଲଜ୍ଜା କଲେ। ହଁ ତାପରେ ଋଷି ପରଶୁର କେହି ଦେଖିପାରିବେନି ବୋଲି ଆବିଷ୍କାର କଲେ ଏକ କୁହୁଡ଼ି। ତାହେଲେ ଏଇଥିପାଇଁ କୁହୁଡ଼ିର ଆବିଷ୍କାର ହେଇଥିଲା। ହଁ ମା, ଋଷି ପରଶୁର ସତ୍ୟବତୀକୁ ରମଣ କଲେ ଆଉ ଜନ୍ମ ହେଲେ ମହାକାବ୍ୟ ବ୍ୟାସଦେବ। ସେ ଲେଖିଲେ ମହାଭାରତ। এইটা হচ্ছে শুভ সময়, শুভ মুহূর্ত। কৌশি নারী পুরুষ সংযোগ কলে এক যুগ জন্ম পুত্র জন্ম হব। বাবা, তাহলে ଆଉ ଡେରି କାହିଁକି? ଶୀଘ୍ର ଯାଇ କୋଉ ନାରୀ ପୁରୁଷକୁ ଏ କଥାଟା কাহাকে কহিবা আগর সব সময়টা সমাপ্ত হয়েযিব। তাহলে তাহলে କ'ଣ କରିବି ବାବା? ମୁଁ ଚାହେଁ ତମ ସହିତ ମୋ ଦେହର ମିଳନ କରିବି। ତମେ ହେବ ଆଉ ଏକ ଯୁଗ ଜନ୍ମର ମା। ବାବା, ଆପଣ କ'ଣ କହୁଛନ୍ତି? ସତ କହୁଛି ମା, ସତ। ଆପଣ ହଉଛନ୍ତି ଜଣେ ତ୍ରିକାଳଦର୍ଶୀ ବାବା, ଆଉ ମୁଁ ହଉଛି ଜଣେ ରାଜକୁମାରୀ। ଆପଣ ମୋ ସହିତ କେମିତି ସମ୍ପର୍କ ରଖିବେ? ମୁଁ ତମ ସହିତ ଦେହର ମିଳନ କଲେ ଏକ ଯୁଗ ଜନ୍ମ ପୁତ୍ର ଜନ୍ମ ହବ। ପୁଣି ଲେଖିବ ସେ ଏଇ କଳିଯୁଗର ମହାଭାରତ। ସେଇଟା ଥିଲା ସତ୍ୟ ଯୁଗର କାହାଣୀ, ହେଲେ ମୁଁ ହଉଛି ଏଇ କଳିଯୁଗର ନାରୀ। ତମ କଥାରେ କେବେ ମଧ୍ୟ ରାଜି ହେବିନି। ଆରେ ସତ୍ୟ କବି ଭୀମ ଭଇ ପରେ କହି ଯାଇଛନ୍ତି, ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। এই জগতর উদ্ধার পাই এই বাবা সারথী আদি জঘন্যরু জঘন্য অপরাধ। এই সৃষ্টির মঙ্গল পাই এই বাবা সারথী আদি সাজি দেব গোটাই সেই আরে মন্ত্রী মহাশয়, গুমাস্তা তুমি কোউঠি আছ? কে কোউঠি আছ? মতে বঞ্চা, রক্ষা কর। এই আসিবেনি রাজকুমারী। গুমাস্তা ভদ্রবরের সমস্ত দ্বারকে বন্ধ করে দিয়েছি। আশা রক্ষা কর। আশা তুমি তুমি কোন মতে গোটে সামান্য নারী বলে ভাবিছ? এইটি অপেক্ষা কর। আরে গুমাস্তা, শীঘ্র অস্ত্র নেই আস। প্রকৃতরে তুমি যদি বীর পুরুষ, তাহলে
ମୋ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। अरे हे मत भारी डर लगिला सामान्य नारी है मो सहित युद्ध करने एते इच्छा ଆରେ ମୁଁ ଏମିତି ସେମିତି ସାମାନ୍ୟ ନାରୀ ନୁହଁ, ମୁଁ ଜଣେ ରାଜକୁମାରୀ। ତମ ଦେହରେ ଯଦି ସତରେ ବୀର ପୁରୁଷର ରକ୍ତ ଅଛି ତାହେଲେ ଆସ ପ୍ରଥମରେ ମୋ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ। युद्ध तो करी राजकुमारी निश्चय हेले से युद्ध तुम जदि हारी जाओ ଆରେ ମୁଁ ଏଇ 10 ବାଳକୁ ସାକ୍ଷୀ ରଖିକି କହୁଛେ, ମୁଁ ଯଦି ଯୁଦ୍ଧରେ ହାରିଯାଏ ତମର ସବୁ ଇଚ୍ଛା ମୁଁ ପୂରଣ କରିବି। भल भाव चिंता करी कह राजकुमारी युद्ध जदि तुम हारी जाओ ताहले मो जहा चाहिए ताहा दब ହଁ ତମେ ଯାହା ଚାହିଁବ ମୁଁ ସେଇଆ ପୂରଣ କରିବି। ताहले हे जाओ शक्तिर परीक्षा ଆଉ ତମେ ଯଦି ହାରିଯାଅ मो मुंड काटी तो पाद तले थई देबिल ତାହେଲେ ଆସ ଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଇଯାଅ। हाँ ନା ମୁଁ ଆଉ ପାରିବିନି, ଛାଡ଼ି ଦିଅ ମତେ। अरे हे राजकुमारी शर्त करी युद्ध जदि मो हारी जाए तम मन इच्छा जहा मागिब पूरा करी कौन दब मते ଠିକ ଅଛି, ଯୁଦ୍ଧରେ ଯେତେବେଳେ ମୁଁ ହାରି ଯାଇଛି ତାହେଲେ ଆଜିଠୁ ଏ ରାଜ୍ୟର ଅଧା ଧନ ସମ୍ପତ୍ତି ମୁଁ ତମ ନାରୀ କରିଦେବି। बहुत धन संपत्ति मागनी राजकुमारी मत दरकार तमर से सौंदर्य देह ଆରେ ମୁଁ ଯୁଦ୍ଧରେ ହାରିଗଲି ସତ, ତା ମାନେ ନୁହଁ ଯେ ତମେ ମୋ ସତୀତ୍ୱ ଉପରେ ଆଖି ପକାଇବ। शर्त करी राजकुमारी ନା मत दरकार केवल तमर से सौंदर्य देह ନା ସେଇଟା ଅସମ୍ଭବ। ଆରେ ତମେ ଜଣେ ଛଦ୍ମ ବେଶୀ। ତମ ପାଖରେ କଣ ଅଛି? ନା ଘର, ନା ଧନ, ନା ରାଜମହଲ। ଆରେ କେମିତି ମୁଁ ତମ ସହିତ ସମ୍ପର୍କ ରଖିବି? अरे हे देख रे देख राजकुमारी शर्त करी भूली जाइए अरे तमें पूरा 10 दिग बाल को साक्षी रखी शपथ कर युद्ध हारी जाए तुम सब मनस्कामना को पूर्ण कर मो इच्छा हूँ तमर ये सौंदर्य देह। ଆରେ ତମେ କେମିତିକା ମଣିଷ? ତମେ ନିଶ୍ଚୟ କିଛି ନା କିଛି ଯାଦୁ ଜାଣିଛ। ଆଜି ଯାଏ ଏ ପ୍ରତିଭାକୁ କେହି ଯୁଦ୍ଧରେ ପ୍ରସ୍ତ କରିନି। अरे मन पका से प्रभु रामचंद्र कथा इंद्र सत्य चली जाइथिले 14 वर्ष वनवास
तमे भी सेमिति शर्त करिच राजकुमारी शर्त अनुଯାୟୀ ମୁଁ ଯାହା ମାଗିବି ତମେ ଦେବା ପାଇଁ ବାଧ୍ୟ। ठीक अच्छी शर्त करिछि जेतेबेले गुटे राजकन्या मु ए सब जदि मैं पूर्ण न करिबी ताले सब दिन पाए हम राजवंश रे आछो राजकुमारी आछो ओ देहर भोकटाको मेंटेई दियो। आछो 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 एक कहानी एक पुराण कलि जुगरे भी बंचिछि रावण कलि जुगरे भी बंचिछि रावण अरे देखो बिराड़ी आसी एठी आखि बुझी बुझी क्षीर पिउछि मने मने भाबुछि ताकू आउ केही देखु ना राजकुमारी छी आपण शेषर एते तळक खसी गले मु स्वप्न रे भी भाबी नथिली परिशेष आपण एई सारथी बाबा सागरे वाह राजकुमारी वाह सरे रे सा ग ग सरे रे सा ग ग सरे सा ग रे ग सरे सा प ग रे प ग रे सा रे ग रे ग म ग तमे कोन भाबुचा ए सब पछरे मोरे भूल अछि भाबुछि बा कोन जहा देखिली सही कथाटा कहूछि आपण निजे कहनाती मु जोना देखिली सेटा सत्य ना मिछ सेटा संपूर्ण सत्य
ହେଲେ ହେଲେ ଏଠି ମୋର କିଛି ଭୁଲ ନାହିଁ। ଆପଣଙ୍କ କିଛି ଭୁଲ ନାହିଁ ତାମାନେ ମାନେ ନିଜେ ନିଜେ ସବୁ ଆପେ ଆପେ ହେଇଗଲା। ରାଜକୁମାରୀ ଆପଣ ଆପଣ ଏତେ ତଳକୁ ଖସି ଗଲେ ଯେ ଶେଷରେ ବାବା ସାଙ୍ଗରେ ଛି। ଆରେ ଆପଣଙ୍କ ଉପରେ ଆପଣଙ୍କ ଭାଇ ମାନେ ଆମ ମହାରାଜ ଆପଣଙ୍କ ଏଇ ରାଜ୍ୟର ରାଜ ସିଂହାସନ ଦେଇ 21 ବର୍ଷ ପାଇଁ ତୀର୍ଥଯାତ୍ରା ଯାଇଛନ୍ତି। ଯେତେବେଳେ ସେ ରାଜମହଲକୁ ଫେରି ଆସିବେ ମୁଁ ତାଙ୍କୁ କି ଉତ୍ତର ଦେବି? ଆଉ ଯେତେବେଳେ ଆମ ରାଜ୍ୟର ସମସ୍ତ ଜନପ୍ରଜା ଜାଣିବେ କି ଆମ ରାଜକୁମାରୀ ଗୋଟିଏ ଚରିତ୍ରହୀନା ବୋଲି ସେତେବେଳେ ମୁଁ କ'ଣ କହିବି? ଆରେ ହେ କହିବେ ବା କ'ଣ? ପ୍ରକୃତରେ ହେଉଛନ୍ତି ଆପଣ ଗୋଟିଏ ଚରିତ୍ରହୀନା। ଆପଣ ହେଉଛନ୍ତି ଗୋଟିଏ କଳଙ୍କିନୀ। ଆଉ ଆପଣ ହେଉଛନ୍ତି ଗୋଟିଏ ବେଶ୍ୟା ନାରୀ। ଦୟାକରି ସେମିତି କୁହନ୍ତୁନି ଗୁମସ୍ତା। ତମ କଥା ଶୁଣି ମତେ ମାରିଯିବାକୁ अरे कांदुच कहेंगे बरं खुशी हो जदि तुम राजी हब ताहले मो तुम मथारे सिंदूर देवा पाई राजी अछि। କ'ଣ କହିଲ ତମେ? ମୋ ମଥାରେ ସିନ୍ଦୁର ଦେବ? हाँ ଆରେ ତମ ସାହସ ହେଲା କେମିତି? ଜଣେ ସମସ୍ତ ବେହୁରୂପୀ ନିର ପରିଚୟ ଚରିତ୍ର ବୋଲି କିଛି ନାହିଁ, ତମେ ମୋ ମଥାରେ ସିନ୍ଦୁର ଦେବ? ନିଶ୍ଚୟ ଦେବେ ନିଶ୍ଚୟ ଦେବେ। ରାଜକୁମାରୀ ଯେତେବେଳେ ବାବା ସାଙ୍ଗରେ ତାରେ ନାରେ ହେଉଥିଲ ସେତେବେଳେ କ'ଣ ରାଜ ସମ୍ମାନଟା ଆପଣଙ୍କୁ ଦେଖାଗଲାନି? ଆଉ କହୁଛନ୍ତି ଯେ ଆବେ ସିନ୍ଦୁର କେମିତି ଦେବେ? ରାଜକୁମାରୀ ଭାବନ୍ତୁ, ମନେ ଟିକେ ଭାବନ୍ତୁ। ବର୍ତ୍ତମାନ ନୁହଁ ଭବିଷ୍ୟତରେ ଯଦି ଆପଣ ଗର୍ଭ ଅବସ୍ଥାରେ ଆସନ୍ତି এই দুনিয়া কহিব তোমাকে আরে দেখো রে দেখো আমার রাজকুমারী জনে বেশ্যা আমার রাজকুমারী জনে চরিত্রহীনা এই কথাটা কোন তুমি সহি পারিব? ଜମାରୁ ନୁହଁ, ମୁଁ ଏ କଥା ସହିପାରିବିନି। ଜମାରୁ ନୁହଁ। ଠିକ୍ ଅଛି, ମୁଁ ଯଦି ମଥାରେ ସିନ୍ଦୁର ପିନ୍ଧିଲେ ଏ ରାଜ୍ୟବାସୀ ଖୁସି ହେଇଯିବେ, ମୋ ସତ୍ୟତା ସେମିତି ବଞ୍ଚି ରହିବ, ତାହେଲେ ମୁଁ ନିଶ୍ଚୟ ତମ ହାତରୁ ସିନ୍ଦୁର ପିନ୍ଧିବି। ଗୁମସ୍ତା, ହଁ ରାଜକୁମାରୀ ଏଥର ତମେ ଖୁସି ତ? ପୁରାପୁରି ଖୁସି। କାହିଁକି ନା ଆପଣଙ୍କ ମଥାରେ ଯୋଉ କଳଙ୍କ ଛିଟାଟା ପଡ଼ି ସାରିଛି ସେଇଟା ତ ଲିଭିଯିବ। ତାହେଲେ ଠିକ୍ ଅଛି, ମୁଁ ସିନ୍ଦୁର ଆଉ ଶଙ୍ଖର ବ୍ୟବସ୍ଥା କରିଦେଉଛି ବାବା। ହଉ ଯାଅ 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 ଆପଣ ଯାଅ। ରାଜକୁମାରୀଙ୍କ ମଥାରେ ପିନ୍ଧି ଦେବେ। ହଁ 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 এই নিয়তি বাবা রাজকুমারীଙ୍କ মথাରେ ସିନ୍ଦୁର ଦେଇ ଦିଅନ୍ତୁ। ଆଜିଠାରୁ ଦୁନିଆ ଜାଣିବ କଲି ଯୁଗ ପ୍ରେମ ଲାଗୁଛି ମିଠା। प्रेम की पूजा प्रेम की पूजा हृदय की जाने हृदय रमूला हृदय की जाने हृदय मूला सत मिचारा भरोसा एटी मरी गला चालिबु तू गएगा कली जुग प्रेम लागुची मिठा प्रेमरे लागिला कलंक चिता कली जुग प्रेम लागुची मिठा प्रेमरे लागिला कलंक चिता समय दिन कला चलना हेला बड़ निर्दय हेला बड़ निर्दय
প্রেম